ନୈସର୍ଗିକ ଶୁଭଗ୍ରହ ହୋଇଥିବାରୁ ବୃହସ୍ପତିଙ୍କର ରାଶି ଚକ୍ରରେ ଅବସ୍ଥାନ ବ୍ୟକ୍ତିର ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିଥାଏ। ସେଥିପାଇଁ ତ ସାଧାରଣ ଭାବେ କୁହାଯାଇଥାଏ, ପ୍ରତି 12 ବର୍ଷରେ ଥରେ ବ୍ୟକ୍ତିର ଜୀବନରେ ଅଥବା ବ୍ୟକ୍ତିର ଭାଗ୍ୟରେ ପରିବର୍ତ୍ତନ ଆସେ। ଜୟ ଜଗନ୍ନାଥ। ନମସ୍କାର, ମୁଁ ତପନ ଡାଇଜେଷ୍ଟକୁ ଆପଣଙ୍କୁ ସ୍ୱାଗତ। ବୃହସ୍ପତି ମହାଗ୍ରହ ଗ୍ରହମାନଙ୍କ ମଧ୍ୟରେ ସବୁଠାରୁ ଅଧିକ ଶୁଭ ଗ୍ରହ। ପୌରାଣିକ ତଥ୍ୟ ଅନୁଯାୟୀ ବୃହସ୍ପତିଙ୍କୁ ଦେବତାମାନଙ୍କର ଗୁରୁ ବୋଲି କୁହାଯାଇଥାଏ। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବୃହସ୍ପତି ଜ୍ଞାନ, ଧନ, ବିବାହ ଓ ଆଧ୍ୟାତ୍ମିକତାର କାରକ ହୋଇଥାନ୍ତି। ଜାତକ ଚକ୍ରରେ ବୃହସ୍ପତି ଶୁଭ ଭାବରେ ଅବସ୍ଥାନ କରିଥିଲେ ବ୍ୟକ୍ତି ଜ୍ଞାନୀ, ଧନୀ, ନୀତିବାନ ଓ ଧାର୍ମିକ ସ୍ୱଭାବର ହୋଇଥାଏ। ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ସହିତ ସାଂସାରିକ ଜୀବନ ଯାପନ କରିଥାଏ। ବୃହସ୍ପତି ଯଦି ଜାତକ ଚକ୍ରରେ ଅଶୁଭ ଭାବରେ ଅବସ୍ଥାନ କରିଥିବେ, ତେବେ ବ୍ୟକ୍ତିର ଜୀବନରେ ବାଧା ଓ ସଂଘର୍ଷ ଦେଖାଦେଇଥାଏ। ଜାଣିବା 2026 ମସିହାରେ ଦେବଗୁରୁ ବୃହସ୍ପତିଙ୍କର ଗୋଚର। ବୃହସ୍ପତି 2026 ମସିହାରେ 3ଟି ରାଶିରେ ଅବସ୍ଥାନ କରିବେ: ମିଥୁନ, କର୍କଟ ଓ ସିଂହ ରାଶିରେ। ଏହି ଅନୁଯାୟୀ ବୃହସ୍ପତିଙ୍କର ଅବସ୍ଥାନ ଅନୁଯାୟୀ ବିଭିନ୍ନ ରାଶି କ'ଣ ସବୁ ଫଳ ପାଇବାର ସମ୍ଭାବନା ରହିଅଛି। ବୃହସ୍ପତି ମହାଗ୍ରହ ରାଶିଚକ୍ରକୁ ଏକଥର ପରିଭ୍ରମଣ କରିବା ପାଇଁ ପ୍ରାୟ 12 ବର୍ଷ ସମୟ ନେଇଥାନ୍ତି। ନୈସର୍ଗିକ ଶୁଭଗ୍ରହ ହୋଇଥିବାରୁ ବୃହସ୍ପତିଙ୍କର ରାଶିଚକ୍ରରେ ଅବସ୍ଥାନ ବ୍ୟକ୍ତିର ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିଥାଏ। ସେଇଥିପାଇଁ ତ ସାଧାରଣ ଭାବେ କୁହାଯାଏ, ପ୍ରତି 12 ବର୍ଷରେ ଥରେ ବ୍ୟକ୍ତିର ଜୀବନରେ ଅଥବା ବ୍ୟକ୍ତିର ଭାଗ୍ୟରେ ପରିବର୍ତ୍ତନ ଆସେ। ଏଥିପାଇଁ ଜ୍ୟୋତିଷ ଶାସ୍ତ୍ରରେ ଏକ ବିଶେଷ ଶ୍ଲୋକ ରହିଅଛି: ଜୀବେ ଦ୍ୱିତୀୟ ଧନଧାନ୍ୟ ଲାଭ, ଶ୍ରୁତାର୍ଥ ଲାଭ ନବପଞ୍ଚକେଷୁ, ଜାମିତ୍ର ସଂସ୍ତେ ବିପୁଳାଞ୍ଚ ଲକ୍ଷ୍ମୀ, ସର୍ବେ ଏକାଦଶେ ଫଳଦା ଶୁଭ ଭବନ୍ତୁ। ଏହାର ଅର୍ଥ ହେଲା, ଜୀବ ମାନେ ବୃହସ୍ପତି ଜାତକ ଚକ୍ରର ଚନ୍ଦ୍ର ଥିବା ରାଶିର ଦ୍ୱିତୀୟ ବା ଧନସ୍ଥାନରେ ଅବସ୍ଥାନ କଲେ ବ୍ୟକ୍ତିକୁ ଧନ ଓ ଧାନ୍ୟରେ ପରିପୂର୍ଣ୍ଣ କରିଥାନ୍ତି। ପଞ୍ଚମ ଓ ନବମ ସ୍ଥାନରେ ଅବସ୍ଥାନ କଲେ ପୁତ୍ର ସନ୍ତାନ ସହିତ ଅର୍ଥ ମଧ୍ୟ ପ୍ରଦାନ କରନ୍ତି। ଯଦି ବୃହସ୍ପତି ଜାତକ ଚକ୍ରର ଚନ୍ଦ୍ର ଥିବା ରାଶିର ସପ୍ତମ ସ୍ଥାନରେ ଅବସ୍ଥାନ କରନ୍ତି, ତେବେ ବ୍ୟକ୍ତିକୁ ବିପୁଳ ଧନ ବା ଲକ୍ଷ୍ମୀ ପ୍ରଦାନ କରନ୍ତି ଏବଂ ଏକାଦଶ ସ୍ଥାନରେ ଅବସ୍ଥାନ କଲେ ଆୟ ଓ ଲାଭ ପ୍ରଦାନ କରିବା ସହିତ ସମସ୍ତ ଇଚ୍ଛା ପୂରଣ କରିଥାନ୍ତି ଓ ଶୁଭ ଫଳ ପ୍ରଦାୟକ ଗ୍ରହ ହୋଇଥାନ୍ତି। ତେଣୁ ନୈସର୍ଗିକ ଶୁଭଗ୍ରହ ଦେବଗୁରୁ ବୃହସ୍ପତିଙ୍କର ଜାତକ ଚକ୍ର ତଥା ବ୍ୟକ୍ତି ଉପରେ ବଡ଼ ପ୍ରଭାବ ରହିଥାଏ ଏବଂ ବୃହସ୍ପତି ମହାଗ୍ରହଙ୍କର ଆଶୀର୍ବାଦରୁ ବ୍ୟକ୍ତି ଜୀବନରେ ସଫଳତା ଅର୍ଜନ କରିଥାଏ। ଜାଣିବା 2026 ମସିହାରେ ବୃହସ୍ପତି ମହାଗ୍ରହଙ୍କର ଗୋଚର ରାଶିଚକ୍ରର ବିଭିନ୍ନ ରାଶି ଉପରେ କ'ଣ ସବୁ ପ୍ରଭାବ ପକାଇବାର ବିଶେଷ ସମ୍ଭାବନା ରହିଅଛି। ଜୟ ଜଗନ୍ନାଥ। ଭିଡ଼ିଓ ଭଲ ଲାଗିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ଓ ସେୟାର କରିବା ପାଇଁ ଅନୁରୋଧ। ନମସ୍କାର। ତପନ।